যেতବେଳେ নিজ মন কথা মন ভিতরে রয়ে যায় ଆଉ କାହାକୁ ସେୟାର କରି ହୁଏନି ସେତେବେଳେ ଷ୍ଟାର୍ଟ ହୁଏ ଓଭର ଥିଙ୍କିଂ। ଏଣ୍ଡ ଏଇଟା ଗୋଟେ ଏମିତି ଜିନିଷ ଯୋଉଠି ଜଣେ ଚାହିଁଲେ ବି ବାହାରି ପାରିବନି। ଏଣ୍ଡ ମୋ କଥାକୁ ସେଇମାନେ ରିଲେଟ୍ କରିପାରିବ ଯୋଉମାନେ ପ୍ରତି ଛୋଟ ଛୋଟ କଥାକୁ ପ୍ରତି ଛୋଟ ଛୋଟ ମୁଭମେଣ୍ଟକୁ ସିରିୟସଲି ନେଇଯାଆନ୍ତି ଆଉ ଓଭର ଥିଙ୍କିଂ କରିବା ଷ୍ଟାର୍ଟ କରିଦିଅନ୍ତି। ଯୋଉ ତମେ ଡେଲି କହୁଛ ମୁଁ ଏଇଆ କରିବି ସେଇଆ କରିବି, ମୁଁ ଏଇ ଓଭର ଥିଙ୍କିଂ କଥା କହୁନି, ମୁଁ ସେଇ ଲୋକମାନଙ୍କ କଥା କହୁଛି ଯୋଉମାନେ ଏତେ ସାରା ପ୍ରୋବ୍ଲେମ ଭିତରେ, ଫ୍ୟାମିଲି ପ୍ରେସର ଭିତରେ, ଏତେ ସାରା ଫେଲିୟର ଭିତରେ ନିଜ ପ୍ରୋବ୍ଲେମକୁ ନିଜ ଟେନସନକୁ କାହା ଆଗରେ ସେୟାର କରିପାରନ୍ତିନି। ବିକଜ ଦେ नो नो वन कैन अंडरस्टैंड देयर सिचुएशन। ସେତେବେଳେ ନା ଭାଇ ଦେ ନିଡ୍ ସମवन ହୁ କେୟାର देयर ओवर थॉट्स बट एक्चुअली नो वन केयर्स। ଆଉ ସେତେବେଳେ ଏମିତି ଲାଗେ ନା ସବୁ କିଛି ଛାଡିକି କୋଉ ଦୂରକୁ ଚାଲି ଯିବାକୁ। ବଟ୍ ଯେତେବେଳେ ନିଜ ବାପା ମାଙ୍କ ମୁହଁ ଦେଖନ୍ତି ନା ବୁମ୍ ଭାଇ ଏଇଟା ନା ବହୁତ ହି ପେନଫୁଲ। ସୋ ଏଇ ଭିଡିଓର ମୋଟିଭ ହଉଛି ତମେ ଏ ସବୁରୁ ବାହାରିବ କେମିତି। ଭାଇ ଦେଖ ସବୁଠାରୁ ପ୍ରଥମେ ନା ଯୋଉ ଜିନିଷ ବି ତମକୁ ଏଇ ଓଭର ଥିଙ୍କିଂ ଭିତରୁ ଟାଣିକି ନଉଛି ନା ସେଇ ଜିନିଷଟାରୁ ଦୂରେଇ ଯାଅ। ହଁ କିଛି ଦିନ ପାଇଁ ଦୂରେଇ ଯାଅ, କାହିଁକି ନା ତମ ମେଣ୍ଟାଲ ଷ୍ଟେଟ ନା ବହୁତ ହି ଇମ୍ପୋର୍ଟାଣ୍ଟ। ମୋଷ୍ଟ ଇମ୍ପୋର୍ଟାଣ୍ଟ ତମ ମେଣ୍ଟାଲ ଷ୍ଟେଟ। ଯେତେ ତମେ ସେଇ ଜିନିଷ ଭିତରେ ଫସିକି ରହିବ ନା ତମେ ସେତେ ଓଭର ଥିଙ୍କିଂ କରିବ ଆଉ ତମକୁ କେହି ଚାହିଁଲେ ବାହାର କରିପାରିବେନି ଏଥିରୁ। ମୁଁ ତ କହୁଛି ଡିଲିଟ କରିଦିଅ ସେ ସବୁ ଜିନିଷ ତମ ମାଇଣ୍ଡରୁ। ହଁ ଏଇଟା ବହୁତ କଷ୍ଟକର ବିକଜ ফার্স্ট এটা নট ইজি, বট নিজକୁ যেতে পারছো ব্যস্ত রখ। সে কিছু বি কাম তুমি করিপারিব বট তম গোড হাত হলিয়া দরকার। তুমি ଯୋଉ କଥାରେ ବି ওভার থিঙ্ক করছো না ମୁଁ ତମକୁ ଆଜି ଲେଖିକି ଦେଇ ଦଉଛି ତମେ 5 ବର୍ଷ ପରେ ଯଦି ସେଇ କଥାକୁ ଭାବିବ ନା ଗୋଟେ थिंग्स जो भीतर मु फसिकी रहूली। सो शेयर कर दियो तुम सही सांग को जे प्रति कथारे ओभर थिंकिंग करे। एंड चैनल को सब्सक्राइब करिया को जमा भी भूलियोनी। देखा हबो 100 डेज ऑफ चेंजेस रो नेक्स्ट एपिसोड रे।